ସକାଳ କାଲି ହଠାତ୍ ସାର୍ କୁ ମୁଁ ମେସେଜ ନାମ ଅଲଗାରେ ମେସେଜ ଛାଡି ଦେଇଥିଲା। ମୁଁ ହଠାତ୍ କାଲି ଅସୁସ୍ଥ ହେଲି। ତଥାପି ମୁଁ ସବୁ ଭଉଣୀ ପରି ଆରାଧନା କରିପାରେ ନା କି ବାକ୍ୟ ମଧ୍ୟ ପଢିପାରେ ନା। ତଥାପି ମୁଁ କେବେ ସାର୍ ମତେ ଗୀତ ଦେଲେ ମୁଁ ମନା କରିବି, ପ୍ରଭୁର ଧନ୍ୟବାଦ କେବେ ମୁଁ ପଛଘୁଞ୍ଚା ହେବି ନା। ହଠାତ୍ କାଲି ଅସୁସ୍ଥ ହେଲି। ସାର୍ କୁ ହଁ ମାରିଥିଲି। ସନ୍ଧ୍ୟା ଟାଇମରେ ସାର୍ ଫୋନ କଲେ, ଆଉ ମୁଁ କହିଲି ସାର୍ ମେସେଜ ଛାଡିଛି ମୁଁ ମେଡିକାଲରେ ଅଛି। ତଥାପି 3ଟା ଅଧେ ହେଇଛି, ମୁଁ କାଲି ଗୋଟେ ଦିନ ଜୁମ ରେ ଜଏନ ହେଇନି, ମତେ ଭଲ ଲାଗୁନି। ଯେତେବେଳେ ମୋର ମୋବାଇଲ ସରିଯିବ ସାଙ୍ଗେ ସାଙ୍ଗେ ମୋ ପକେଇଦେବାର ମୋର ପୁଅ। କାଲି ବହୁତ କାମ ଯୋଗୁ ମୋ ପୁଅ ବାଲାନ୍ସ ପକେଇଦେ। ତଥାପି ମୁଁ ଚିନ୍ତା କଲି ମୁଁ କଣ ପାଇଁ ମୁଁ ଲଜ୍ଜିତ ହେବି। ମୁଁ ପ୍ରଭୁର ଗୌରବ କରିବି ବୋଲି ପ୍ରଭୁକୁ ଧନ୍ୟବାଦ ଦେବି, ସାର୍ କୁ ମଧ୍ୟ ଧନ୍ୟବାଦ ଦେବି ଏତେ ସୁନ୍ଦର ସୁଯୋଗ ଦେଇଥିବା। ହାଲେଲୁୟା। ତୁମକୁ କୌଣସି କି ବିପଦ ଘଟିବ ନାହିଁ, କିଏ ବା କୌଣସି କି ମାରି ତୁମ ନିକଟକୁ ଆସିବ ନାହିଁ। ହାଲେଲୁୟା। ସେ କେତେ ମହାନ ପରମେଶ୍ୱର। ସେ ଆମ ନାମ ଜାଣି ଅଛନ୍ତି, ଏହେତୁ ଆମେ ତାହାଙ୍କୁ ଉଚ୍ଚରେ ରଖିବା। ସେ ଆମ ନିକଟରେ ପ୍ରାର୍ଥନା କଲେ ଆମେ ତାହାକୁ ଉତ୍ତର ଦେବା। ଦୁଃଖ ବେଳେ ଆମେ ତାହାର ସହବର୍ତ୍ତୀ ହେବା। ଧନ୍ୟବାଦ ଦଉଛି ପ୍ରଭୁ, ପ୍ରଶଂସା କରୁଛି, ଗୌରବ କରୁଛି ରାଜା। ହାଲେଲୁୟା। ମୋ ଅନ୍ତର ତୁମକୁ ଚାହେଁ ମୋ ପ୍ରଭୁ, ମୋ ହୃଦୟ ତୁମକୁ ଖୋଜେ ଯୀଶୁ। ମୋ ଅନ୍ତର ତୁମକୁ ଚାହେଁ ମୋ ପ୍ରଭୁ, ମୋ ହୃଦୟ ତୁମକୁ ଖୋଜେ ଯୀଶୁ। ତୁମ ସେବା କରିବି ମୋର ସବୁ କିଛିରେ, ତୁମ ପୂଜା କରିବି ମୋର ସବୁ କିଛିରେ। ତୁମ ସେବା କରିବି ମୋର ସବୁ କିଛିରେ, ତୁମ ପୂଜା କରିବି ମୋର ସବୁ କିଛିରେ। ମୋ ଅନ୍ତର ତୁମକୁ ଚାହେଁ ମୋ ପ୍ରଭୁ, ମୋ ହୃଦୟ ତୁମକୁ ଖୋଜେ ଯୀଶୁ। ପ୍ରତି ପ୍ରହାରେ ମୁଁ ଆଣ୍ଠୁ ପାତିବି। ହାଲେଲୁୟା। ପ୍ରତି ପ୍ରହାରେ ତୁମ ସେବା କରିବି। ପ୍ରତି ପ୍ରହାରେ ମୁଁ ଆଣ୍ଠୁ ପାତିବି। ପ୍ରତି ପ୍ରହାରେ ତୁମ ସେବା କରିବି। ମୋ ପ୍ରଭୁ ମୋ ଯୀଶୁ ତୁମ କଥା ମାନିବି। ମୋ ପ୍ରଭୁ ମୋ ଯୀଶୁ ତୁମ କଥା ମାନିବି। ମୋ ଅନ୍ତର ତୁମକୁ ଚାହେଁ ମୋ ପ୍ରଭୁ, ମୋ ହୃଦୟ ତୁମକୁ ଖୋଜେ ଯୀଶୁ। ଦୁଃଖ ବେଳେ ମୁଁ ତୁମ ନାମ ଭଜିବି, ନିନ୍ଦା ସମୟରେ ତୁମ ଆଶ୍ରୟ ନେବି। ଦୁଃଖ ବେଳେ ମୁଁ ତୁମ ନାମ ଭଜିବି, ନିନ୍ଦା ସମୟରେ ତୁମ ଆଶ୍ରୟ ନେବି। ମୋ ପ୍ରଭୁ ମୋ ଯୀଶୁ ତୁମ ପ୍ରେମ ପାଇବି। ମୋ ପ୍ରଭୁ ମୋ ଯୀଶୁ ତୁମ ପ୍ରେମ ପାଇବି। ମୋ ଅନ୍ତର ତୁମକୁ ଚାହେଁ ମୋ ପ୍ରଭୁ, ମୋ ହୃଦୟ ତୁମକୁ ଖୋଜେ ଯୀଶୁ। ତୁମ ସେବା କରିବି ମୋର ସବୁ କିଛିରେ, ତୁମ ପୂଜା କରିବି ମୋର ସବୁ କିଛିରେ। ହଁ ରାଜା, ଧନ୍ୟବାଦ ଦଉଛି, ପ୍ରଶଂସା କରୁଛି, ଗୌରବ କରୁଛି ରାଜା। ଗୀତ ଗାଏ। ଆଜ୍ଞା, ମୋର ଆବାଜ ଆସୁଛି କି ସାର୍? ପ୍ରତିପାଳ କସି ଏହି ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର, ଯୀଶୁ ରାଜା ମୋର। ପ୍ରତିପାଳକ ସେ ଏହି ଜୀବନର
ସଦା ପାଶେ ଥାନ୍ତି ଯିଶୁ ରାଜା ମୋର, ଯିଶୁ ରାଜା ମୋର। ଦୁଃଖରେ ବି ଛଡ଼ରେ ବି, ଦୁଃଖରେ ବି ଛଡ଼ରେ ବି ଭୟ ନାହିଁ ମୋର, ପ୍ରତିପାଳକ ସେ ଏହି ଜୀବନର, ସଦା ପାଶେ ଥାନ୍ତି ଯିଶୁ ରାଜା ମୋର, ଯିଶୁ ରାଜା ମୋର। ମାଗିବା ଆଗରୁ ସିଏ ଯାଛି ମତେ ଦିଅନ୍ତି, କହିବା ଆଗରୁ ମନ କଥା ଜାଣନ୍ତି, ମାଗିବା ଆଗରୁ ସିଏ ଯାଛି ମତେ ଦିଅନ୍ତି, କହିବା ଆଗରୁ ମନ କଥା ଜାଣନ୍ତି। ବିଛି ଗଲେ ମୋର ଦୁଃଖେ ଦୁଇ ଆଖି, ବିଛି ଗଲେ ମୋର ଦୁଃଖେ ଦୁଇ ଆଖି, ଲୁହ ପୋଛି ଦିଅନ୍ତି, ପ୍ରତିପାଳକ ସେ ଏହି ଜୀବନର, ସଦା ପାଶେ ଥାନ୍ତି ଯିଶୁ ରାଜା ମୋର, ଯିଶୁ ରାଜା ମୋର। ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି, ଝୁଣ୍ଟି ମୁଁ ପଡ଼ିଲେ ତଳେ ମତେ ନିଅନ୍ତି, ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି, ଝୁଣ୍ଟି ମୁଁ ପଡ଼ିଲେ ତଳେ ମତେ ନିଅନ୍ତି, ହଜି ଯାଏ ଯେବେ ପାପ ଦୁନିଆରେ, ହଜି ଯାଏ ଯେବେ ପାପ ଦୁନିଆରେ, ଖୋଜି ମତେ ନିଅନ୍ତି, ପ୍ରତିପାଳକ ସେ ଏହି ଜୀବନର, ସଦା ପାଶେ ଥାନ୍ତି ଯିଶୁ ରାଜା ମୋର, ଯିଶୁ ରାଜା ମୋର। ଦୁଃଖରେ ବି ଛଡ଼ରେ ବି, ଦୁଃଖରେ ବି ଛଡ଼ରେ ବି ଭୟ ନାହିଁ ମୋର। ହାଲେଲୁୟା ରାଜା। ଦୁଃଖ ଆସୁ, ସଙ୍କଟ ଆସୁ, ସମସ୍ୟା ଆସୁ, ଅନେକ ନିନ୍ଦା ତାଡ଼ନା ଅନେକ କିଛି ଆସୁ, ତଥାପି ପ୍ରଭୁ ମତେ ତମେ ନିରାଶ କଥା ସବୁକୁ ଦେଇନ ପ୍ରଭୁ। ହାଲେଲୁୟା, ହାଲେଲୁୟା। ଆଉ ଗୋଟେ ଗୀତ ଗାଇବା। ହାଲେଲୁୟା। ତୁମ ସମୟ ଜଗତେ କେହି ନାହିଁ, ତୁମ ବିନା ସାହାରା ନାହିଁ କେହି, ଚାଲୁଥିବି ତୁମ କଳେ ପ୍ରିୟ ମୋର, ତୁମେ ଏକା ସବୁ କିଛି ଯିଶୁ ମୋର। ତୁମ ସମୟ ଜଗତେ କେହି ନାହିଁ, ତୁମ ବିନା ସାହାରା ନାହିଁ କେହି,
ଥିବି ତୁମ କଳେ ପ୍ରିୟ ମୋର ତୁମେ ଏକା ସବୁ କିଛି ଯୀଶୁ ମୋର आराधना तुम आराधना प्रभु यीशु तुम आराधना आराधना तुम आराधना प्रभु यीशु तुम आराधना समर्पिची ନିଜକୁ ତୁମରି ହସ୍ତେ ବାକ୍ୟ ଦେଇ ଧଇ ଦିଅ ପ୍ରଭୁ ମତେ ତୁମରି ଇଚ୍ଛାରେ ମତେ କଢାଇ ନିଅ ପବିତ୍ର ଆତ୍ମାରେ ମତେ ଭରି ଦିଅ ହରେ समर्पिची ନିଜକୁ ତୁମରି ହସ୍ତେ ବାକ୍ୟ ଦେଇ ଧଇ ଦିଅ ପ୍ରଭୁ ମତେ ତୁମରି ଇଚ୍ଛାରେ ମତେ କଢାଇ ନିଅ ପବିତ୍ର ଆତ୍ମାରେ ମତେ ଭରି ଦିଅ आराधना तुम आराधना प्रभु यीशु तुम आराधना आराधना तुम आराधना प्रभु यीशु तुम आराधना चालो ଥିବି ସଦା ମୁଁ ତୁମରି ପଥେ साथी हई चालू था हमारी साथे तुम ठारे रही थाओ मो भरोसा रही थी हई मु चिर सदा हाँ पिता हालेलुया चालो थे भी सदा मो तुम्हारी पथे साथी हई चालू था हमारी साथे तुम ठारे रही थाओ मो भरोसा रही थी हई मु चिर सदा आराधना तुम आराधना प्रभु यीशु तुम आराधना हालेलुया धन्यवाद दूची प्रशंसा करूची प्रार्थना करबी प्रार्थना सुजोग दियंतु धन्यवाद दिए भूणी को सुंदर भाବରେ हालेलुया 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 धन्यवाद दूची प्रशंसा करूची तुमे मो आश्रय मायरा धुड़ा दुर्गा दुर्दशा काळरी मो सहाय तुमे मो आश्रय मायरा धुड़ा दुर्गा दुर्दशा काळरे मो सहाय प्रणाउछि मो तुम प्रୟରେ ଖୋଜୁଅଛି ମୋ ପୁଣ୍ୟ ଚିତ୍ତରେ ତୁମ ସେବା କରିବି ମୋର ସବୁ କିଛିରେ ମୁଁ ଏଠାରେ ପ୍ରଭୁ ମୁଁ ଏଠାରେ ମୁଁ ଏଠାରେ ପ୍ରଭୁ ମୁଁ ଏଠାରେ ମୋ ତ୍ରାଣ କରତା ମୋ ଆରୋଗ୍ୟ ଦାତା ମୋ ଶାନ୍ତିଦାୟକ ମୋର ପ୍ରଭୁ ରହୁଛି ମୁଁ ତୁମ ପ୍ରୟରେ ଖୋଜୁଅଛି ମୋ ପୁଣ୍ୟ ଚିତ୍ତରେ ତୁମ ସେବା କରିବି ମୋର ସବୁ କିଛିରେ
ମୁଁ ଏଠାରେ ହଁ ପ୍ରଭୁ ଆମେ ପ୍ରତ୍ୟେକ ତମର ପାଦ ତଳେ ବସିଛୁ ରେ। ଧନ୍ୟବାଦ 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 ଧନ୍ୟବାଦ। ହାଲେଲୁୟା ହାଲେଲୁୟା। ତୁମେ ପବିତ୍ର ତୁମେ ପବିତ୍ର ତୁମେ ପବିତ୍ର ଅତି ଉତ୍ତମ ପବିତ୍ର। ତୁମେ ଧର୍ମମୟ परमेश्वर ଏକ ମାତ୍ର ଜଗତର ରାଜ୍ୟ। ତମେ ଯେ ଅଛ ସେ ଅଛ ପ୍ରଭୁ। ଜିହୋବା ରାଫା ଜିହୋବା ସ ମୋ ପ୍ରଭୁ ଘୁମାଇବେ ନାହିଁ ମୋ ପ୍ରଭୁ ନିଦ୍ରା ଯିବେ ନାହିଁ ମୋ ପ୍ରଭୁ ଜୀବିତ ପ୍ରଭୁ ଜୀବନ ଦେବା परमेश्वर ଦୟାଳୁ परमेश्वर ଅନ୍ତର୍ଯ୍ୟାମ परमेश्वर ବାପା ତୁମ ନାମ ଧନ୍ୟ ପ୍ରଭୁ। ମୁଁ କେତେ ଧନ୍ୟବାଦ ଦେଲେ ମଧ୍ୟ ଧନ୍ୟବାଦ ସରିବ ନାହିଁ। ମୁଁ କିପରି ଧନ୍ୟବାଦ ଦେବି ଜାଣିନି ପ୍ରଭୁ। ମୁଁ କିପରି ପ୍ରାର୍ଥନା କରିବି ଜାଣିନି ପ୍ରଭୁ। ମୁଁ ଅନ୍ଧ ନାରୀ ମୂର୍ଖ ନାରୀ କୌଣସିରେ ମୋର ଧର୍ମ କର୍ମ ଆଚାର ବ୍ୟବହାର ସବୁରେ ଭୁଲ ଥାଏ ତଥାପି ତମେ କ୍ଷମା ଦେବା परमेश्वर ରାଜ। ତମେ କେତେ ସୁଯୋଗ ଦେଲ ପ୍ରଭୁ ମତେ ତମେ ଲଜ୍ଜିତ ହେବାକୁ ଦେଇନ ପ୍ରଭୁ। ମତେ ଅସୁସ୍ଥ ତଥାପି ତମର ପାଦ ତଳେ ବସିବା ପାଇଁ ସୁଯୋଗ ଦେଲ। ହାଲେଲୁୟା ରାଜା। ମହାନ परमेश्वर ପ୍ରତି ପ୍ରଭାତରେ ମାଗେ ବାପା ଆମ ପ୍ରତ୍ୟେକ ପାଳକ ପାଳିକା ଆମ ଭାଇ ଭଉଣୀ ଅନେକ ପରିବାର ବାହାରେ ଅଛନ୍ତି ପ୍ରଭୁ ସେମାନଙ୍କର ସହବର୍ତ୍ତୀ परमेश्वर ହୋ କଥା କୁହ ଯାହା ଯାହା ଆବଶ୍ୟକ ଜଗା ଅସୁସ୍ଥ ବଳ ଶକ୍ତି ଦିଅ ବୋଲି ମୁଁ ପ୍ରତିଦିନ ପ୍ରଭାତରେ ମାଗେ ଗ ରାଜା। ମହାନ परमेश्वर ଜୁମ ଗଡିବା ସାର୍ କୁ ଭଉଣୀ କି ଦୁଇ ଝିଅକୁ ତମର ପାଦ ତଳେ ମୁଁ ସମର୍ପଣ କରୁଛି ପ୍ରଭୁ। ସେମାନଙ୍କୁ ଉତ୍ତମ ଭାର ଉତ୍ତମ ମନ ଦେଇଛ ବାପା ସେମାନଙ୍କୁ ରକ୍ଷା କର। ମହାନ परमेश्वर ଧନ୍ୟବାଦ ଦଉଛି ସାର୍ ପ୍ରଭୁ ବାହାରେ ଅଛନ୍ତି ପ୍ରଭୁ ତମର ସେବାରେ ମହାନ परमेश्वर ସ୍ୱାମୀ ସ୍ତ୍ରୀକୁ ଉତ୍ତମ ମନ ଦେଇଛ ପ୍ରଭାତରେ ଆଣ୍ଠୁ ଭାଙ୍ଗିବା ପାଇଁ ପ୍ରଭୁ। ପ୍ରଭୁ ଆମେ ଦୂର ଦୂର ଗ୍ରାମରେ ଅଛୁ ତଥାପି ଏକ ପରିବାର କରିଛ ପରସ୍ପରକୁ ପ୍ରେମ ଦେଇଛ। ସାର୍ କୁ ତମର ପାଦ ତଳେ ମୁଁ ସମର୍ପଣ କରୁଛି ବାକ୍ୟ ଦେବାରେ ଧନ୍ୟବାଦ ଦେବାରେ ପ୍ରଭୁ ସ୍ୱାମୀ ସ୍ତ୍ରୀକୁ ଉତ୍ତମ ମନ ଦେଇଛ ବାପା ସେମାନଙ୍କର ସହବର୍ତ୍ତୀ परमेश्वर ହୋଗ ରାଜା। ଧନ୍ୟବାଦ ଦଉଛି ପ୍ରଶଂସା କରୁଛି ଯେତେ ଜଡିତ ହେଇଛୁ ପ୍ରଭୁ କାହା ପରିବାର କି ସମସ୍ୟା କାହା ପରିବାର କି ଦୁଃଖ କାହା ଶରୀରରେ କି ରୋଗ ପ୍ରଭୁ ମୁଁ ଜାଣିନି ବାପା ତମେ ଅନ୍ତର୍ଯ୍ୟାମୀ परमेश्वर ତମେ ଅସାଧ୍ୟକୁ ତମେ ସାଧ୍ୟ କରିବା परमेश्वर ତମେ ଅସମ୍ଭବ ତମେ ସମ୍ଭବ କରିବା परमेश्वर ଗ ରାଜା। ମହାନ परमेश्वर ବାକ୍ୟ ଅଛି ପିତା ଏ ମହାନ परमेश्वर ସେ ବାକ୍ୟ ଶେଷ ପର୍ଯ୍ୟନ୍ତ ତମର ପାଦ ତଳେ ଆମେ ଯେତେ ଭାଇ ଭଉଣୀ ପ୍ରଭୁ ଆଣ୍ଠୁ ଭାଙ୍ଗିଛୁ ବାପା ଶାନ୍ତି ମନରେ ଏକ ମନରେ ସେ ବାକ୍ୟ ତୁମେ କହ ପ୍ରଭୁ। ମହାନ परमेश्वर ଯୋଉ ବାକ୍ୟ ଦେବ ସେ ପରିବାରକୁ ସାର୍ କୁ କି ମ୍ୟାଡାମ କୁ ପ୍ରଭୁ ମୁଁ ଲିକ୍ ମଧ୍ୟ ଦେଖି ପାରୁନି ପ୍ରଭୁ ଏ ମହାନ परमेश्वर ତମର ପାଦ ତଳେ ଦଉଛି ବାପା ବାକ୍ୟ ପ୍ରଭୁ ଆମେ ଏକ ମନରେ ଶାନ୍ତି ମନରେ ଶେଷ ପର୍ଯ୍ୟନ୍ତ ବସିବୁ ପ୍ରଭୁ ପ୍ରତ୍ୟେକ ପ୍ରାର୍ଥନା ଅନେକ ପ୍ରାର୍ଥନା ହେଇଛି ପ୍ରଭୁ ପ୍ରାର୍ଥନା ଶୁଣି ଉତ୍ତର ଦଉଛ ବୋଲି ଏ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି ଆମେ ଧନ୍ୟବାଦ ପ୍ରଭୁ ଧନ୍ୟବାଦ ସାର୍ ସୁଯୋଗ ଦେଇଥିବାରୁ। ବହୁତ ବହୁତ ଧନ୍ୟବାଦ ତାଙ୍କୁ କରତାଳି ଆମେ ଧନ୍ୟବାଦ ଦେବା ପ୍ରଭୁଙ୍କୁ। ଭଉଣୀକୁ ମଧ୍ୟ ବି ସୁନ୍ଦର ଭାବରେ ଆମକୁ ଆରାଧନା ଦ୍ୱାରା ଆଗେଇ ନେଲେ। ଏଇ ସମୟରେ ଆଜ୍ଞା ମୁଁ ଡାକିବି ସାମ୍ନାକୁ ଯଦି ତାଙ୍କର କିଛି ପ୍ରାର୍ଥନା ରିକ୍ୱେଷ୍ଟ ଅଛି ପ୍ରକାଶ କରିବେ ଏଇ ସମୟ ସୁମେନ୍ଦ୍ର ଆଜ୍ଞା ଅଛନ୍ତି ସମସ୍ତେ ବିଷୟ ନେଇ ପ୍ରାର୍ଥନା ସହ ତୋଳି ଧରିବେ ଆଉ ଭଉଣୀ ପାଇଁ ମଧ୍ୟ ପ୍ରାର୍ଥନା କରିବେ। ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗୁଡ୍ ମର୍ଣ୍ଣିଂ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବା ସହିତ ପରିଚାଳକ ମହାଶୟଙ୍କୁ ଧନ୍ୟବାଦ ଦଉଛି ସୁନ୍ଦର ସୁଯୋଗ ଦେଇଅଛନ୍ତି। ଆଉ ପ୍ରାର୍ଥନା ମାନେ କରିବା ଯେ ଆଜି ରାତ୍ରିରେ ମୁଁ ଫୁଲବାଣୀ ବାଲିଗୁଡା ଯାଉଛି ଏକ ଚର୍ଚ୍ଚ ଡାକିଛନ୍ତି ସେବା କାର୍ଯ୍ୟ ପାଇଁ ମୋର ଯାତ୍ରା ପାଇଁ ଆଉ ପ୍ରଭୁ ଯେପରି ବ୍ୟବହାର କରିବେ ସେଥି ନିମନ୍ତେ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ଆଉ ଦ୍ୱିତୀୟ ବିଷୟ ଆସନ୍ତା କାଲିକି ଆମମାନଙ୍କର ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥିତ ଆଉ ପୁନରୁତ୍ଥାନ ପରେ ଯୋଉ ସତ୍ୟ ବାଣୀ କହିଥିଲେ ଆସନ୍ତା କାଲିକି ଆମମାନେ ଶୁଣିବା ଆଉ ଆସନ୍ତା କାଲିକି ମଧ୍ୟ ଅଧିକ ମାତ୍ରାରେ ଜଏନ କରିବା ପାଇଁ ଆମେ ଚେଷ୍ଟା କରିବା। ଆଉ ତୃତୀୟ ବିଷୟ ଆଉ ମୋ ମନରେ ଗୋଟେ ବିଷୟ ହଉଛି ଯେ ଆମମାନଙ୍କର ଭାରତରେ ଅନେକ ଯୁବକ ଯୁବତୀ ମାନେ ଅଛନ୍ତି ପାଠ ପଢିଛନ୍ତି ଆଉ ପ୍ରଭୁ ସେମାନଙ୍କୁ ଉତ୍ତମ ଜବ ଯେପରି ଦେଇପାରିବେ ସେଥିପାଇଁ ମାନେ ପ୍ରାର୍ଥନା କରିବା ଆଉ ଆଉ ସେମାନଙ୍କୁ ଉତ୍ତମ ବର କନ୍ୟା ଦେବେ ସେଥି ନିମନ୍ତେ ବି ଆମେ ପ୍ରାର୍ଥନା କରିବା। ଅନେକ ଯୁବକ ଯୁବତୀ ମାନେ ଅଛନ୍ତି ସେମାନେ ବୟସ ପ୍ରାପ୍ତ ହେଉଛନ୍ତି କିନ୍ତୁ ସେମାନଙ୍କୁ ଠିକ ଜାଗାରେ ସେମାନଙ୍କର ସମ୍ବନ୍ଧ ହେଇପାରୁନାହିଁ। ଝିଅ ପାଇଁ ଉତ୍ତମ ପୁଅର ଆବଶ୍ୟକ ପରିବାର ଆବଶ୍ୟକ ପୁଅ ପାଇଁ ଉତ୍ତମ ଝିଅ ଏବଂ ପରିବାର ଆବଶ୍ୟକ ରହିଛି। ଏ ବିଷୟ ନେଇ ଟିକେ ଆଜି ଆମମାନେ ପ୍ରାର୍ଥନା କରିବା ବୋଲି ମୁଁ ଅନୁରୋଧ କରୁଛି। ଧନ୍ୟବାଦ।
आसंतु आमने प्रार्थना करिबा। हालेलुया 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 प्रेज द लॉर्ड। प्रार्थना श्रवणकारी आमनकर एकमात्र सत्य जीवित सत्य सनातन परमेश्वर बापा तुमर प्रिय पुत्र प्रभु यीशु ख्रीष्टଙ୍କ नामरे पवित्र आत्मार शक्ति रे प्रभु आमे तुम निकटवर्ती होउछु। तुमे आमान को अनुग्रह कल जीवित मान को भूमि रे नाम स्थान देल रात्रि सुनिद्रा दे जीवन मध्य सुंदर प्रभात को जोग करी रियल मिनिस्ट्री इंडिया माध्यम दे तुम निकटवर्ती हेबा पाई प्रभु सुंदर अवकाश देल से प्रभु आमे तुम धन्यवाद करुछु। तुमर प्रिय दास प्रभु सकाळ 4:30 प्रभु एबे पर्यंत प्रभु इंटरसेशन प्रेयर एवं प्रभु परिचालन दायित्व नहीं प्रभु उत्तम भाव करुथिबा जगु आमे तुम धन्यवाद करुछु राजा प्रार्थना करुछु राजा। वर्तमान तुमर प्रिय दासी प्रेमिका पाल सिस्टर मध्य उत्तम भाव तांकर शरीर असुस्थता सत्वे मध्य प्रभु तुमर गौरव तुमर प्रशंसा तुमर महिमा करिबा पई से पछे नांती आपा प्रभु ए समस्त परिस्थिति मध्य आपा तुम नाम को से उच्चरे स्थापन करिसंती सेतिपाई प्रभु आमे तुम धन्यवाद करुछु। तुम दासी को तुम अनुग्रह कर तांकर मस्तकरु ताळुरु तळिपा पर्यंत तुम रक्तर शक्ति नामर शक्ति वाक्यर शक्ति को तुम प्रवाह करी प्रभु शारीरिक आत्मिक सुस्थता दे प्रभु तुम्हें तांको द्वारा गौरव पूजा प्रशंसा वंदना नियो बोली आपा आमे तुम निकट रे प्रार्थना करुछु राजा। विशेष करी तुमर प्रिय दास प्रभु पीटर आज्ञा जो प्रभु प्रार्थनार विनती प्रभु जनइले प्रभु मु कहवा पूर्वर तुम्हें जानिबा परमेश्वर तथापि प्रभु तुम निकट रे आमने अळी करुछु निवेदन करुछु प्रार्थना करुछु राजा। आसंता काली तुम दास मध्य प्रभु प्रभु से ही प्रभु फुलबाणी जाई प्रभु से स्थान रे वाक्य देवार प्रभु कार्यक्रम रही आपा तुम दास आपा आज जो से निर्जीव जान रे जीवे तुम्हें तांकर सहित परमेश्वर हो निर्जीव जानर चालक पालक हो प्रभु निरापत्ता दे कुशलतार प्रभु वांछित स्थान रे पहुँचाई प्रभु तुम्हें तुम दासों को तुम्हें आश्चर्य भाव व्यवहार करी तुम्हें तुम गौरवनीय तुम्हें वक्ता हो प्रभु तुमरी वाक्य को तुम्हें व्यक्त करी तुम्हें तुम गौरवनीय। आसंता काली मध्य प्रभु जो सप्तवाणी प्रभु पुनरुत्थान विषय प्रभु जो शिक्षा दिज्व आपा प्रभु जहाँ को तुम्हें मनोनीत करिच तुम्हें तांको मध्य अभिषेक करी प्रभु तुम्हें आश्चर्य भाव व्यवहार करी तुम्हें तुम गौरवनीय बोली आपा आमे प्रार्थना करुचु। विशेष करी प्रभु आमने प्रार्थना करुचु आमान को भारत वर्ष रे प्रभु अनेक युवा युवती माने प्रभु पाठ पढ़ी प्रभु से माने चाकरी अन्वेषण अच्छे आपा प्रभु से योग्यता अनुसार प्रभु से निमंते तुम्हें पथ खोली प्रभु उत्तम कार्य तुम्हें जोगाई प्रभु गौरव नियो बोली आपा आमे तुम निकट रे प्रार्थना करुचु। कारण तुम निकट रे कौन से विषय असाध्य नुहे मनुष्यर जा असाध्य समस्त तुम निकट रे साध्य अटे एणु प्रभु विश्वास सहकारे प्रार्थना करुचु राजा। प्रभु प्रत्येक योग्यता अनुसार उत्तम प्रभु चाकरी खंडिक जोगाई प्रभु तुम्हें तुम गौरव नियो बोली आपा आमे प्रार्थना करुचु। अनेक मध्य प्रभु आज चाकरी करने सत्वे मध्य आपा प्रभु से निमंते उत्तम उत्तम लाइफ पार्टनर जो आवश्यकता रही आपा तुम्हें जानुच तुम्हें जिहोवा जेरी तुम्हें जगाइबा परमेश्वर आपा प्रभु उत्तम प्रभु पात्र पात्री जेपरी पाई प्रभु से जेपरी प्रभु तांकर प्रभु वैवाहिक जीवन को जेपरी गढ़ी तोलिबे आपा से प्रभु तुम्हें अनुग्रह कर एवं प्रभु उपयुक्त समय उपयुक्त लाइफ पार्टनर पाई प्रभु से माने उत्तम परिवार गठन करू करू प्रभु तुम नाम को जेपरी उच्चरे स्थापन करने को पारिबे आपा से तुम्हें अनुग्रह कर बोली आपा आमे प्रार्थना करुचु। आज जो तुमरी भक्त दास को तुम से प्रभु जीवित वाक्य को परिप्रकाश करने मनोनीत करिच तुम्हें तांको अभिषेक कर तुम्हें वाक्य रूपी परमेश्वर होई प्रभु तुम्हें तांको माध्यम दे तुमरी वाक्य को तुम्हें व्यक्त कर जेते जन प्रभु तुमरी वाक्य शुणिबे आपा प्रत्येक को तुम्हें अनुग्रह कर वाक्यर श्रोता मात्र नही आपण आपना को प्रवंचना न करी वाक्यर कर्मकारी हेबा पाई तुम्हें प्रत्येक को अनुग्रह कर। प्रार्थना शुणिल उत्तर देल विश्वास करी तुमर से प्रिय पुत्र मन को धार करता प्रिय प्रभु यीशु ख्रीष्टଙ୍କ नाम रे मागुची आमेन। धन्यवाद आज्ञा प्रार्थना सहित मन उत्साहित देले प्रभु आपन को आशीर्वाद करंतु आपन परिवार को आशीर्वाद युक्त करंतु। एई समय रे प्रभुकर दासी आउ आमे तांको जस्मिन लिमा को आह्वान करिबा आउ से भोणी को आउ से आसीबे हम पई जो वार्ता रखिचंती ए शुभ संवाद देई आमान को उत्साहित देबे से आम तांको अर्थाई द्वारा हम तांको स्वागत करिबा आउ आमे समस्त सठिक समय अच्छु वीडियो ऑन करिबा समस्त को स्वागत करिबा भोणी आसीबे हम पई जो वार्ता रखिचंती प्रकाश करिबे।
ଭଉଣୀ ପ୍ରେଜ ଦ ଲର୍ଡ। ପ୍ରଭୁଙ୍କର ଗୌରବ ହେଉ ପ୍ରଭୁ ଆମମାନଙ୍କୁ ଆଜିର ଏହି ପ୍ରଭାତରେ ସୁନ୍ଦର ସୁଯୋଗ ଦେଲେ, ଯାହାକି ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟରେ ତାଙ୍କରି ସେବା, ତାଙ୍କରି ଗୌରବ, ତାଙ୍କରି ଉପାସନା କରୁ କରୁ ଈଶ୍ୱରଙ୍କ ଜୀବନ୍ତ ବାକ୍ୟର ନିକଟବର୍ତ୍ତୀ ହେବାର ଅବକାଶ ପାଇଥିବା ସକାଶେ ସେଇ ଜୀବନ୍ତ ପିତା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ଉପସ୍ଥିତ ସମସ୍ତଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରେମର ନମସ୍କାର ଜ୍ଞାପନ କରି ନମସ୍କାର। ପ୍ରେଜ୍ ଦ ଲର୍ଡ। ତତ୍ ସହିତ ମଧ୍ୟ ଆଉ ଏ ସୁଯୋଗ ବାକ୍ୟ କହିବାର ସୁଯୋଗ ପ୍ରଥମ ଥର କରି ରିଏଲ ମିନିଷ୍ଟ୍ରି ଦେଇଥିବା ସକାଶେ ହୋଷ୍ଟ ଆଜ୍ଞାଙ୍କ କତିରେ ମଧ୍ୟ ଧନ୍ୟବାଦ ଅଟେ। ପ୍ରିୟ ପ୍ରଭୁଙ୍କ ଦାସଙ୍କୁ, ତାଙ୍କ ପରିବାରକୁ, ସେବାମୟ ଜୀବନକୁ ପ୍ରଭୁ ବର୍ଦ୍ଧିଷ୍ଣୁ କରନ୍ତୁ, ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ଆଉ ଆଜିର ଶାସ୍ତ୍ରାଂଶ ପାଠ କରିବା ପୁଣି ପ୍ରାର୍ଥନାର ସହିତ ବାକ୍ୟର ନିକଟବର୍ତ୍ତୀ ହେବୁ। ଆମମାନେ ସମସ୍ତେ ଜାଣିଅଛୁ ଯାହାକି ଆଉ ଯୋହନ 21 ପର୍ବ ତହିଁର 6 ପଦର ଅଂଶ। ସେ ସେମାନଙ୍କୁ କହିଲେ, ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ। ପ୍ରଭୁ ଅଳ୍ପ ପଠିତ ଅଂଶରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ମୁଁ ପଦେ ପ୍ରାର୍ଥନା କରିବି, ପ୍ରାର୍ଥନାର ସହିତ ଆମମାନେ ବାକ୍ୟ ନିକଟବର୍ତ୍ତୀ ହେବା। ମଙ୍ଗଳମୟ ବାକ୍ୟ ରୂପୀ ପରମେଶ୍ୱର ପ୍ରଭୁ, ଏତେବେଳେ ତୁମ ମହତ୍ ନାମକୁ ଧନ୍ୟବାଦ ଦେଉଅଛି, ପ୍ରଶଂସା କରୁଅଛି, ଗୌରବ କରୁଅଛି। ଅପା, ତୁମ ଉପସ୍ଥିତି ମଧ୍ୟରେ ଆଜିର ପ୍ରଭାତରେ ଆମମାନଙ୍କୁ ତୁମେ ସୁନ୍ଦର ସ୍ୱର୍ଗୀୟ ସହଭାଗିତାର ସୁଯୋଗ ଅବକାଶ ସମୟ କରିଦେଲ। ପ୍ରଭୁ, ତୁମ ଉପସ୍ଥିତିରେ ବସୁ ବସୁ ତୁମ ଗୌରବ ସ୍ତୁତି ଆରାଧନା ମହିମା କରିବା ପାଇଁ ତୁମ ଜୀବନ୍ତ ବାକ୍ୟକୁ ଶୁଣିବାର ଅବକାଶ ଦେଲ। ଧନ୍ୟବାଦ ଦିଏ ପିତା ପରମେଶ୍ୱର। ଏଇ ସମୟରେ ତୁମେ ବାକ୍ୟ ରୂପୀ ପରମେଶ୍ୱର ଉଭା ହୁଅ। ପୁଣି ପ୍ରଭୁ ମୋର ମୁଖପାତ୍ର ହୋଇ ପ୍ରତିଟି ଅନ୍ତର ଆତ୍ମାକୁ ମତେ ତୁମେ ସ୍ପର୍ଶ କର। ତୁମରି ବାକ୍ୟ ରୂପ ବିଜୟ ଦେଇ ଆମମାନଙ୍କର ଆତ୍ମାକୁ ତୁମେ ଉତ୍ତମ ରୂପେ ବଢାଇ ତୁମରି ଗୌରବ ରାଜ୍ୟ ପାଇଁ ବିନିଯୋଗ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରି ମାଗିଲି ପିତା, ଆମେନ୍। ଏ ଦିନ ମାନଙ୍କରେ ଜୋରସୋର ଭାବରେ, ଯାହାକି ବିଗତ ଦିନରେ ଆମମାନେ ଦୁଃଖ ଭୋଗ ସପ୍ତାହକୁ ପାଳନ କରୁ କରୁ ଆଉ କୃଷାର୍ପିତ ଯୀଶୁଙ୍କର ସେଇ ସପ୍ତ ବାଣୀକୁ ଶୁଣିଅଛୁ। ପୁଣି ପୁନରୁତ୍ଥିତ ଯୀଶୁଙ୍କର ଏଇ ସମସ୍ତ ବାଣୀ ଶୁଣିବା ମଧ୍ୟରେ ମୁଁ ଦିନ ଅଯୋଗ୍ୟାକୁ ଏ ସୁଯୋଗ ଦିଆଯାଇଛି। ଆଉ ମୁଁ ସମସ୍ତଙ୍କ ଠାରୁ ସାନ ଅଟେ, ଆଉ କିନ୍ତୁ ଈଶ୍ୱରଙ୍କ ଆତ୍ମା ନିଶ୍ଚୟ ଆମମାନଙ୍କ ମଧ୍ୟରେ ଅଛନ୍ତି, ଆଉ ସେ ବାକ୍ୟ ରୂପୀ ପରମେଶ୍ୱର କଥା କହିବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହିମା ହେଉ, ଯିଏ କି ରାଜା ମାନଙ୍କର ରାଜା, ଦେବ ମାନଙ୍କର ଦେବ, ପ୍ରଭୁ ମାନଙ୍କର ପ୍ରଭୁ, ସକଳ ସୃଷ୍ଟିର ଏକମାତ୍ର ପରମେଶ୍ୱରଙ୍କର ପୁତ୍ର, ଯେ ପାପ ଶୂନ୍ୟ ହୋଇ ଆମମାନଙ୍କ ନିମନ୍ତେ ଜଗତ ମଧ୍ୟକୁ ଆସିଲେ, ପୁଣି କୃଷାର୍ପିତ ହୋଇ ଆମମାନଙ୍କ ପାଇଁ ମୃତ୍ୟୁ ବରଣ କଲେ। ପୁନରୁତ୍ଥିତ ହେବା ପରେ ଆପଣର ଶିଷ୍ୟ ମାନଙ୍କ ନିକଟକୁ ଯାଇ ଏଇ ଉକ୍ତି, ଏଇ ସମ୍ବାଦ, ଏଇ ବାଣୀଟି, ଏଇ ବାର୍ତ୍ତାକୁ ସେ ପରିପ୍ରକାଶିତ କରି କହୁଅଛନ୍ତି, ତୁମେ ନୌକାର ଡାହାଣ ପାଖରେ ଯାଇ ଜାଲ ପକାଅ, ଆଉ ତୁମେ ପାଇବ। ବାସ୍ତବିକ ଭାବରେ ମୋର ପ୍ରିୟ ମାନେ, ସେମାନଙ୍କର ଦକ୍ଷିଣ ପାର୍ଶ୍ୱର ଛାୟା ରୂପ ପରମେଶ୍ୱର ଅଟନ୍ତି। ତାଙ୍କ ଦକ୍ଷିଣ ପାର୍ଶ୍ୱରେ ନିତ୍ୟ ସୁଖ ଭୋଗ ରହିଅଛି। ତାଙ୍କର ଦକ୍ଷିଣ ହସ୍ତ ବୀରର କର୍ମ କରିପାରେ। ଏପରି ଆଶ୍ଚର୍ଯ୍ୟ ପରମେଶ୍ୱରଙ୍କର ଆଉ ସେବା କରୁ କରୁ ଆମମାନଙ୍କୁ ଆଜି ସେଇ ପ୍ରତିଜ୍ଞା ଯୁକ୍ତ ବାକ୍ୟ ଦେଇ ସେ ଉତ୍ସାହିତ କରୁଅଛନ୍ତି, ତୁମ୍ଭେ ଦକ୍ଷିଣ ପାର୍ଶ୍ୱରେ ଯାଇ ଜାଲ ପକାଅ, ଆଉ ତୁମ୍ଭେ ପାଇବ। ମୋର ପ୍ରିୟ ମାନେ, ମାଥ୍ୟୁ ତାର 16 ପର୍ବର 16 ପଦକୁ ଯଦି ଆମମାନେ ଦେଖିବା, ଯେଉଁ ପିତର କି ଯେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସେବାମୟ ଜୀବନରେ ତାଙ୍କ ସହଭାଗିତା ମଧ୍ୟରେ ଆହ୍ୱାନକୁ ପ୍ରାପ୍ତ ହୋଇ, ନିମନ୍ତ୍ରଣକୁ ପ୍ରାପ୍ତ ହୋଇ ଯୀଶୁଙ୍କ ସହିତ ଯାଉ ଯାଉ ଯୀଶୁ ପଚାରୁଅଛନ୍ତି, ମୁଁ କିଏ ବୋଲି ତୁମେ ଭାବୁଅଛ? ଆଉ ସେଇ ସମୟରେ ପିତର କହିଲେ, ତୁମେ ଜୀବନ୍ତ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। ପୁଣି 18 ପଦରେ ଯୀଶୁ ନିଜେ ତାଙ୍କୁ କହୁଅଛନ୍ତି, ତୁମେ ପିତର, ଏହି ପଥର ଉପରେ ମୁଁ ଆପଣାର ମଣ୍ଡଳୀ ତଳିବି, ଆଉ ନରକର ବଳ ତାକୁ ପରାଜୟ କରିପାରିବ ନାହିଁ। ଆଜ୍ଞା, ସେହି ପିତର, ଯେଉଁ ପିତର କି ଯୀଶୁଙ୍କ ସହିତ ଶେଷ ରାତ୍ରି ଭୋଜନରେ ଆଉ ଭୋଜନ
କରୁଥିବା ସମୟରେ ଯୀଶୁ କହିଲେ ମାଥିଉ 26 ପର୍ବରେ ଆଉ ଏହି ରାତ୍ରିରେ ତୁମେ ସମସ୍ତେ ମୋ ସହିତ ବିଘ୍ନ ପାଇବ ଆଉ ମେଷ ପାଳକ ପ୍ରହାରିତ ହେବେ ଆଉ ମେଷ ମାନେ ଛିନ୍ନ ଭିନ୍ନ ହେବେ। କିନ୍ତୁ 33 ପଦରେ ସେ ପରିପ୍ରକାଶିତ କରୁଅଛନ୍ତି ସମସ୍ତେ ବିଘ୍ନ ପାଇବେ ସତ କିନ୍ତୁ ମୁଁ ତୁମ ସହିତ ରହିବି। କିନ୍ତୁ ଏହି ଯୋହନ ଆଉ 21 ପର୍ବର 3 ପଦରେ ଯଦି ଆମେ ଦେଖିବା ଅନେକ ଶିଷ୍ୟ ମାନେ ରହିଅଛନ୍ତି କିନ୍ତୁ ଏଇ ତୁରୁବୁରିଆ ସିମନ ନାମକ ପିତର ନାମକ ଶିଷ୍ୟ ସେ କହୁ କହୁ କହି ପକାଉଅଛନ୍ତି। ସିମନ ପିତର ସେମାନଙ୍କୁ କହିଲେ ମୁଁ ମାଛ ଧରିବାକୁ ଯାଉଅଛି। ଆଜ୍ଞା ଆହ୍ୱାନ ପ୍ରାପ୍ତ ହେଲା ପରେ ଯୀଶୁଙ୍କ ସହିତ ସେବା କାର୍ଯ୍ୟ କଲା ପରେ ଯୀଶୁଙ୍କ ସହିତ ରହି ମହାନ ମହାନ ଆଶ୍ଚର୍ଯ୍ୟ କର୍ମ ଦେଖୁଥିବା ସମୟରେ ବିଭିନ୍ନ କର୍ମ ମଧ୍ୟ କରୁଥିବା ସମୟରେ ଏହି ଶିଷ୍ୟଙ୍କ ଜୀବନରେ ବା ଶିଷ୍ୟ ମାନଙ୍କ ଜୀବନରେ ଯେତେବେଳେ ପ୍ରତିକୂଳ ପ୍ରତିବନ୍ଧକ ପରିସ୍ଥିତି ଆସିଅଛି ଯୀଶୁଙ୍କୁ ପରିତ୍ୟାଗ କରି ସେମାନେ ଜଗତ ମୁହାଁ ହୋଇ ଜୀବନ କାଟୁଅଛନ୍ତି। ଯଦି ଆମେ ରୋମିଓ ପୁସ୍ତକ 8 ପର୍ବର 35 ପଦକୁ ମନେ ପକାଇବା ସେଇ ସ୍ଥାନରେ ଲେଖାଯାଏ ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି ନିନ୍ଦା କି ତାଡ଼ନା କି କ୍ଲେଶ କି ନିର୍ଯାତନା ବିଭିନ୍ନ ପ୍ରକାର ପରିସ୍ଥିତି। କିନ୍ତୁ ଆଜ୍ଞା ଏଇ ସ୍ଥାନରେ ସଠିକ ପ୍ରାଞ୍ଜଳ ରୂପେ ଆମେ ଦେଖିବାକୁ ପାରୁଅଛୁ ଯେଉଁ ସିମନ ପିତର ପୁଣି ଅନେକ ଶିଷ୍ୟ ମାନେ ଆହ୍ୱାନ ପ୍ରାପ୍ତ ହୋଇ ଯୀଶୁଙ୍କ ସହଭାଗିତାରେ ରହି ସେବା କାର୍ଯ୍ୟକୁ ତୁଲାଉ ସେମାନଙ୍କ ଜୀବନରେ ତାଡ଼ନା ଖ୍ରୀଷ୍ଟଙ୍କୁ କ୍ରୁଶାର୍ପିତ କଲା ବେଳେ ସେଇ ଦୃଶ୍ୟକୁ ଦେଖି ଏମାନେ ଖ୍ରୀଷ୍ଟଙ୍କ ଠାରୁ ଦୂରବର୍ତ୍ତୀ ଜୀବନ କାଟୁଅଛନ୍ତି। ଖ୍ରୀଷ୍ଟଙ୍କ ଠାରୁ ଏମାନେ ଦୂରକୁ ଚାଲି ଯାଇଅଛନ୍ତି। ଏମାନେ ଜଗତ ପ୍ରତି ଆକର୍ଷିତ ହୋଇଅଛନ୍ତି ଜଗତ ପ୍ରତି ମନୋଯୋଗୀ ହୋଇଅଛନ୍ତି। ଆଉ କଣ ଖାଇବୁ କଣ ପିଇବୁ ଇତ୍ୟାଦି ପ୍ରକାର ଚିନ୍ତା କି ପ୍ରକାର ବଞ୍ଚିବୁ ଏହି ପ୍ରକାର ଭାବନାରେ ଜାଗତିକ ମନା ହୋଇ ଜୀବନ କାଟୁଥିବା ସମୟରେ ଯୀଶୁ ଆସି ତାଙ୍କ ନିକଟରେ ତୃତୀୟ ଥର ଦର୍ଶନ ଦେଇ ଏଇ ବାର୍ତ୍ତାଟିକୁ ସେ ପରିପ୍ରକାଶିତ କରୁଅଛନ୍ତି। ମୋର ପ୍ରିୟ ମାନେ ଆମମାନଙ୍କ ଜୀବନରେ ମଧ୍ୟ ଏଇ ଜଗତ ମଧ୍ୟରେ ବଞ୍ଚିବା ବେଳେ ଏ ଦିନ ମାନଙ୍କରେ ବିଭିନ୍ନ ପ୍ରକାର ପରିସ୍ଥିତିକୁ ଆମେ ଦେଖୁଅଛୁ। ସେଦିନ ହୁଏତ ଯୀଶୁଙ୍କର କ୍ରୁଶାରୋପଣ ଆଉ ସେଇ ଦୃଶ୍ୟକୁ ଦେଖି ସେମାନେ ଯୀଶୁଙ୍କୁ ଛାଡି ଚାଲି ଯାଇଥିଲେ। କିନ୍ତୁ ଆମମାନଙ୍କ ମଧ୍ୟରେ ମଧ୍ୟ ଏଇ ପ୍ରକାର ପରିସ୍ଥିତି ଆସୁଅଛି ଯେଉଁ ନିନ୍ଦା ଯେଉଁ ତାଡ଼ନା ଯେଉଁ କ୍ଲେଶ ବିଭିନ୍ନ ପ୍ରକାର ପ୍ରତିକୂଳତା ଏ ଉଜାଣତାର ସମୟ ମଧ୍ୟରେ ପ୍ରଭୁ ଆମମାନଙ୍କୁ ଏକ ସୁଯୋଗ ଦେଇଅଛନ୍ତି। ସେ ଆମମାନଙ୍କୁ କହୁଅଛନ୍ତି ତୁମେ ଆଉ ସମୁଦ୍ରର ବା ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଯାଇ ଜାଲ ପକାଅ। ଆଉ ସେଦିନ ଯୀଶୁଙ୍କ ଆଦେଶ ଯୀଶୁଙ୍କ ନିର୍ଦ୍ଦେଶ ଯୀଶୁଙ୍କର ବାକ୍ୟ ପାଳନ ପ୍ରମାଣେ ସେଦିନ ଆଉ ବଡ ବଡ 153ଟି ମାଛ ଧରି ଆଉ ଯୀଶୁଙ୍କ ନିକଟକୁ ଯିବାର ବିଷୟକୁ ଆମେ ଏ ସ୍ଥାନରେ ଦେଖୁଅଛୁ। ତେଣୁ ମୋର ପ୍ରିୟ ମାନେ ଏକ ଖ୍ରୀଷ୍ଟୀୟ ଜୀବନରେ ବାକ୍ୟ ପାଳନ ନିହାତି ଆବଶ୍ୟକତା ରହିଛି ଆମମାନଙ୍କ ଜୀବନରେ। ଯଦି ବାକ୍ୟ ନାହିଁ ଆମମାନଙ୍କ ଜୀବନରେ ଆମେ ଆଗକୁ ଆତ୍ମିକତାରେ ବଢି ପାରିବା ନାହିଁ ମୋର ପ୍ରିୟ ମାନେ। ତେଣୁ ଆମମାନଙ୍କ ଜୀବନରେ ଆତ୍ମିକତାରେ ବୃଦ୍ଧି ପ୍ରାପ୍ତ ହେବା ନିମନ୍ତେ ହେଲେ ଆମମାନଙ୍କ ଠାରେ ଈଶ୍ୱରଙ୍କ ବାକ୍ୟ ରହିବା ଆବଶ୍ୟକ। ସେଦିନ ସେଇ ଶିଷ୍ୟ ମାନେ ଯୀଶୁଙ୍କ ଠାରେ ରହିଥିଲେ ଆଶ୍ଚର୍ଯ୍ୟ କର୍ମ କରୁଥିଲେ କିନ୍ତୁ ଯୀଶୁ ଯେଉଁ ସକଳ ବାକ୍ୟ କହିଥିଲେ ସେଇ ବାକ୍ୟକୁ ସେମାନେ ହୃଦୟରେ ସଞ୍ଚିତ ଧନ ରୂପେ ରଖି ପାରିନଥିଲେ। ତେଣୁ ଯୀଶୁଙ୍କୁ ସେମାନେ ସେଦିନ ଦେଖିଲେ ମଧ୍ୟ ସେମାନେ ବିଶ୍ୱାସ କରିପାରୁନଥିଲେ। ସେମାନେ ଚିହ୍ନି ପାରୁନଥିଲେ। ଯୀଶୁ ସେମାନଙ୍କୁ କହିଥିଲେ ମୁଁ ପୁନରୁତ୍ଥିତ ହେଲା ପରେ ମୁଁ ତୁମ ନିକଟକୁ ଗାଲିଲକୁ ଯିବି। କିନ୍ତୁ ସେମାନେ ଏଇ ତିବିରିଆ ସମୁଦ୍ର କୂଳରେ ଦେଖିଲା ପରେ ମଧ୍ୟ ଯୀଶୁଙ୍କୁ ବିଶ୍ୱାସ କରିପାରୁନାହାନ୍ତି। ଯୀଶୁ ଯେ ଏହା ସେମାନେ ଗ୍ରହଣ କରିପାରୁନାହାନ୍ତି ଜାଣି ପାରୁନାହାନ୍ତି। ସେଇ କେଇ ଦିନ ମଧ୍ୟରେ ଯୀଶୁଙ୍କର ରୂପ ଯୀଶୁଙ୍କର ବର୍ଣ୍ଣ ଯୀଶୁଙ୍କର ସମସ୍ତ ବିଷୟକୁ
ମଧ୍ୟ ସେମାନେ ଭୁଲି ଯାଇ ଅଛନ୍ତି। କିନ୍ତୁ ଦାଉଦ ତାଙ୍କ ବାକ୍ୟରେ ଆଉ ଲିପିବଦ୍ଧ କରି ଅଛନ୍ତି। ସେ 119 ଗୀତ 11 ପଦରେ କହନ୍ତି, ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟରେ ତୁମର ବାକ୍ୟ ସଞ୍ଚୟ କରି ରଖିଅଛି। ଏକ ଖ୍ରୀଷ୍ଟୀୟ ଜୀବନ ମଧ୍ୟରେ ତାଙ୍କର ବାକ୍ୟ ନିଶ୍ଚୟ ସଞ୍ଚିତ ଧନ ରୂପେ ଆମମାନେ ରଖିବାର ଆବଶ୍ୟକତା ରହିଛି। ଯଦି ବାକ୍ୟ ରହିଛି ତାହେଲେ ଆମମାନେ ପାପରୁ ବିମୁଖ ଜୀବନ କାଟିବା। ଆମମାନେ ଯଦି ବାକ୍ୟକୁ ରଖିବା, ଆମମାନଙ୍କର ଜୀବନ ଆତ୍ମିକତାରେ ବୃଦ୍ଧି ପ୍ରାପ୍ତ ହେବ ଆଉ ପରିଷ୍କୃତ ହେବ। କାରଣ ଯୋହନ 15 ପର୍ବରେ ଆମମାନେ 3 ପଦରେ ତାହା ଦେଖିଅଛୁ, ବାକ୍ୟ ଦ୍ୱାରା ତୁମେ ପରିଷ୍କୃତ ହୋଇଅଛ ବୋଲି ବାକ୍ୟ ପ୍ରକାଶ କରେ। ତେଣୁ ମୋର ପ୍ରିୟ ମାନେ, ଆମମାନଙ୍କର ଜୀବନକୁ ମାର୍ଜିତ କରିବା ପାଇଁ ହେଲେ, ଈଶ୍ୱରଙ୍କ ସହିତ ରଖି ଚାଲିବା ପାଇଁ ହେଲେ, ସେଇ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା ପାଇଁ ହେଲେ ଆମମାନଙ୍କ ଠାରେ ଈଶ୍ୱରଙ୍କ ବାକ୍ୟ ରହିବା ନିହାତି ଆବଶ୍ୟକ। ଆମମାନଙ୍କ ଜୀବନରେ ବାକ୍ୟ ପାଳନ ନିହାତି ଆବଶ୍ୟକତା ରହିଛି। ସେଦିନ ବାକ୍ୟକୁ ଶିଷ୍ୟମାନେ ଈଶ୍ୱରଙ୍କ ସେଇ ମୁଖ ନିସୃତ କଥାକୁ ସେମାନେ ଗ୍ରହଣ କରିନଥିଲେ, ବିଶ୍ୱାସ କରିନଥିଲେ। ହୁଏତ ଖାମଖିଆଲି ଭାବରେ ସେବା କାର୍ଯ୍ୟ କରୁ କରୁ କାର୍ଯ୍ୟରେ ଅବିରତ ଲାଗି ରହିଥିଲେ ସତ, ଯୀଶୁଙ୍କ ସହିତ ଯାଉଥିଲେ ସତ, କିନ୍ତୁ ସେମାନଙ୍କ ଠାରେ ସେଇ ବାକ୍ୟକୁ ଗ୍ରହଣ କରିବାର ଜୀବନ ନଥିଲା। ଆଜି ଆମମାନେ ମଧ୍ୟ ଅନେକ ସମୟରେ ବାକ୍ୟ ଶୁଣିବା ସମୟରେ ଆଉ ବାକ୍ୟ କହୁଥିବା ଲୋକ କହୁଥିବେ, କିନ୍ତୁ ଆମମାନେ ମାଇଣ୍ଡ ଆବସେଣ୍ଟ ଆଉ ବଡି ପ୍ରେଜେଣ୍ଟ ମାଇଣ୍ଡ ଆବସେଣ୍ଟ ଭଳି ବସିଥାଉ ଅନେକ ସମୟରେ, ଯୋ ଦ୍ୱାରା ବାକ୍ୟ ଆମମାନଙ୍କ ହୃଦୟରେ ଦାଉଦଙ୍କ ନ୍ୟାୟ ସଞ୍ଚିତ ହୋଇ ରହିପାରୁନାହିଁ। ମାନେ ଅନେକ ସମୟରେ ଆଉ ଜଗତ ମୁହାଁ ଜୀବନ କାଟିଥାଉ। ସେଦିନ ଆୟୁବ ମଧ୍ୟ କହିଲେ, ମୁଁ ଆବଶ୍ୟକୀୟ ଆହାର ଅପେକ୍ଷା ଆଉ ତୁମର ମୁଖ ନିସୃତ ବାକ୍ୟକୁ ଅଧିକ ସଞ୍ଚୟ କରି ରଖିଅଛି। ତେଣୁ ଆଜ୍ଞା, ସେଦିନ ସେ ଅନେକ ପ୍ରକାର ପ୍ରତିକୂଳତା ପ୍ରତିବନ୍ଧକ ପରିସ୍ଥିତିକୁ ଦେଖିଲେ, କିନ୍ତୁ ଈଶ୍ୱରଙ୍କୁ ସେ ଛାଡ଼ିଲେ ନାହିଁ। ସ୍ତ୍ରୀ କହିଲେ ଈଶ୍ୱରଙ୍କୁ ପରିତ୍ୟାଗ କରି ମର, କିନ୍ତୁ ସେ ଈଶ୍ୱରଙ୍କୁ ପରିତ୍ୟାଗ କଲେ ନାହିଁ ଆଉ ବାକ୍ୟ ଦ୍ୱାରା ସେ ଶୟତାନକୁ ପରାଜିତ କଲେ। ପ୍ରଭୁ ଆମମାନଙ୍କୁ ଏକ ଅସ୍ତ୍ର ରୂପେ ଜୀବନ୍ତ ବାକ୍ୟ ଦେଇଛନ୍ତି, ଯଷ୍ଟି ଦେଇଛନ୍ତି। ଏଇ ବାକ୍ୟକୁ ଆମମାନଙ୍କ ଜୀବନରେ ଆମମାନେ ରଖିବା। କାରଣ ଯୋହନ 1 ପର୍ବର 1 ପଦ ପ୍ରକାଶ କରେ, ବାକ୍ୟ ଈଶ୍ୱର, ଆଦ୍ୟରେ ବାକ୍ୟ ଥିଲେ ଆଉ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ ଆଉ ସେଇ ବାକ୍ୟ ସ୍ୱୟଂ ଈଶ୍ୱର ଥିଲେ। ତେଣୁ ଈଶ୍ୱରଙ୍କୁ ସଙ୍ଗରେ ରଖିବା ଅର୍ଥ ଆମମାନେ ଜୀବନ୍ତ ବାକ୍ୟକୁ ଆମମାନଙ୍କ ହୃଦୟରେ ସଞ୍ଚୟ କରି ରଖିବା। ତାହେଲେ ଆମମାନଙ୍କ ଜୀବନରେ ଆମମାନେ ଆଶୀର୍ବାଦିତ ହେବା। ଯୋହନ 15 ପର୍ବ 5 ପଦରେ ଆମମାନେ ଦେଖୁଛୁ, ସେଇ ସ୍ଥାନରେ ଲେଖାଯାଏ, ମୁଁ ଦ୍ରାକ୍ଷାଲତା, ତୁମ୍ଭେ ମାନେ ଶାଖା, ଯେ ମୋ ଠାରେ ରହେ ଓ ମୁଁ ଯାହା ଠାରେ ରହେ ସେ ପ୍ରଚୁର ଫଳ ଫଳେ, କାରଣ ମୋ ବିନା ତୁମ୍ଭେ ମାନେ କିଛି କରିପାର ନାହିଁ। ଆଜ୍ଞା, ଆତ୍ମିକ ଜୀବନରେ ହେଉ, ଶାରୀରିକ ଜୀବନରେ ହେଉ, ଆମମାନେ ଆଗକୁ ବଢିବା ପାଇଁ ହେଲେ ଆମମାନଙ୍କ ଜୀବନରେ ଆମମାନେ ଈଶ୍ୱରଙ୍କ ସହିତ ଆଉ ସହଭାଗିତାରେ ତାଙ୍କ ସହିତ ଲାଗି ରହିବା ଆବଶ୍ୟକତା ରହିଛି। କାରଣ ସେ ପ୍ରକୃତ ଦ୍ରାକ୍ଷାଲତା ଅଟନ୍ତି, ଆମମାନେ ତାଙ୍କର ଶାଖା ଅଛୁ। ଯଦି ଗଛରେ ଶାଖା ପ୍ରଶାଖା ଲାଗି ନ ରହେ ତାହେଲେ ଗଛ ଶୁଖିଯାଏ। ତଦ୍ରୂପ ଆମମାନଙ୍କର ଜୀବନରେ ତାଙ୍କର ବାକ୍ୟ ରୂପ ବୀଜ, ବାକ୍ୟ ଯଦି ନଥିବ ଆମମାନଙ୍କର ଆତ୍ମିକ ଜୀବନ ଆଉ ଶୁଖିଲା ଦେଖାଯିବ। ତେଣୁ ଆମମାନେ ଶୁଷ୍କ ନ ହୋଇ ଆତ୍ମିକ ଜୀବନରେ ଜୀବିତ ହେବା ପାଇଁ ହେଲେ ଆମମାନଙ୍କ ଜୀବନରେ ଆମମାନେ ବାକ୍ୟକୁ ସଞ୍ଚୟ କରି ରଖିବା, ବାକ୍ୟ ଅନୁସାରେ ଜୀବନ କାଟିବା। ଜ୍ଞାନୀ ସଲୋମନ ତାଙ୍କ ଉପଦେଶ ବାଣୀରେ ଏହି ବାର୍ତ୍ତା ପ୍ରକାଶ କରନ୍ତି। ତାର 12 ପର୍ବର 13 ପଦରେ ସାର କଥା ହିଁ ସବୁ ଶୁଣା ଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଏବଂ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ଅଟେ। ଆଜ୍ଞା, ମନୁଷ୍ୟ ଜୀବନରେ ବଞ୍ଚିବା ପାଇଁ ହେଲେ କର୍ମ କରିବା ନିହାତି ଆବଶ୍ୟକତା ରହିଛି। ପୁଣି ପୂର୍ଣ୍ଣ କର୍ତ୍ତବ୍ୟ କର୍ମ, ଏହା
ଯାହାକି ପରମେଶ୍ୱରଙ୍କୁ ଭୟ କରିବା ଏବଂ ତାହାଙ୍କର ଆଜ୍ଞା ସବୁ ପାଳନ କରିବା। ତାହେଲେ ଆମେ ଏକ ମନୁଷ୍ୟ ଭାବରେ ଯେତେବେଳେ ଜଗତରେ ଜୀବନ ଯାପନ କରୁଛୁ ପୂର୍ଣ୍ଣ କର୍ତ୍ତବ୍ୟ କର୍ମକୁ କରିବା। ତେଣୁ ଆମେ ଈଶ୍ୱରଙ୍କ ବାକ୍ୟକୁ ହୃଦୟରେ ରଖିବା। ତାହେଲେ ଆମମାନଙ୍କ ଜୀବନରେ ପ୍ରଚୁରତାର ଆଶୀର୍ବାଦକୁ ପାଇବା। ସେଦିନ ଲୁକା ପୁସ୍ତକ 5 ପର୍ବରେ ଯେତେବେଳେ ପ୍ରଥମେ ଆଉ ସେଇ ସିମନ ପିତରଙ୍କୁ ଆହ୍ୱାନ କରାଗଲା, ଆଉ ସେଦିନ ମଧ୍ୟ ଯୀଶୁ ହ୍ରଦ କୂଳକୁ ଗଲେ। ଆଉ ସେ ଶିକ୍ଷା ଦଉ ଦଉ ଆଉ ସିମନଙ୍କ ନିକଟକୁ ଯାଇ କହୁଅଛନ୍ତି ଗଭୀର ଜଳରେ ଯାଇ ଜାଲ ପକାଅ। ଆଉ ତୁରୁବୁରିଆ ବ୍ୟକ୍ତି ସିମନ ସେ କହୁ କହୁ କହି ପକାଇଲେ, ଆଜ୍ଞା ଆମେ ରାତ୍ରି ଯାକ ପରିଶ୍ରମ କରିଅଛୁ, କିନ୍ତୁ ତୁମ ବାକ୍ୟ ହେତୁ ତୁମ କଥା ହେତୁ ମୁଁ ଜାଲ ପକାଉଛି। ଆଉ ଯୋ ଦ୍ୱାରା ପ୍ରଚୁରତାର ଆଶୀର୍ବାଦକୁ ସେ ସାଉଟିବାର କଥା ଆମେ ବାକ୍ୟରେ ଦେଖୁଅଛୁ। ତେଣୁ ମୋର ପ୍ରିୟ ମାନେ ତାଙ୍କର ବାକ୍ୟରେ ସୃଷ୍ଟି ହେଲା, ତାଙ୍କ ବାକ୍ୟରେ ସ୍ଥିତି ହେଲା। ସେ ଆଦେଶ ଦେବା ମାତ୍ରକେ ସେଦିନ ମଶାଙ୍କ ଦ୍ୱାରା ସମୁଦ୍ର 2 ଭାଗରେ ବିଭକ୍ତ ହେଲା। ପ୍ରାନ୍ତରରେ ପଛ ମରୁଭୂମିରେ ଜଳର ନିର୍ଝର ଝରାଇବାର ପରମେଶ୍ୱର ଅଟନ୍ତି ସେ। ଆଜି ଆମେ ତାଙ୍କର ବାକ୍ୟକୁ ଶୁଣିବା ଏବଂ ପାଳନ କରିବା। ତାହେଲେ ଆମମାନଙ୍କ ଜୀବନରେ ଆମେ ଆତ୍ମିକତାରେ ହେଉ ଶାରୀରିକତାରେ ହେଉ ଆଉ ବୃଦ୍ଧି ପ୍ରାପ୍ତ ହେବା, ପ୍ରଚୁରତାର ଆଶୀର୍ବାଦକୁ ପ୍ରାପ୍ତ ହେବା। ଆମେ ଦେଖୁଅଛୁ ସେଇ ଗୀତ ସହିତ 1 ପର୍ବ ତହିଁର 2-3 ପଦରେ ଆଉ ଯେ ଦିବାରାତ୍ର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ପୁଣି ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ସେଇ ବୃକ୍ଷ ସଦୃଶ୍ୟ ସେ ହେବ। ପୁଣି ସେ ଯାହା ଇଚ୍ଛା କରେ ତାହା ସଫଳ ହେବ। ଆଜ୍ଞା ଆମେ ଯଦି ଈଶ୍ୱରଙ୍କ ସହିତ ରହିବା, ସେ ଆମମାନଙ୍କ ସହିତ ରହିବେ। ଆମେ ଯାହା ଇଚ୍ଛା କରିବା, ଯାହା ତାଙ୍କୁ ମାଗିବା, ସେ ଆମମାନଙ୍କୁ ତାହା ପ୍ରଦାନ କରିବେ। ତେଣୁ ଆମେ ସର୍ବପ୍ରଥମେ ତାଙ୍କର ବାକ୍ୟକୁ ଜୀବନରେ ରଖିବା ଏବଂ ପାଳନ କରିବା ଆବଶ୍ୟକ ରହିଛି। ଆମେ ଏଇ ଯୋହନ ତାର 15 ପର୍ବର 7 ପଦରେ ଦେଖିବାକୁ ପାରୁଛୁ, ଯଦି ତୁମେ ମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମ୍ଭ ମାନଙ୍କ ଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ ଆଉ ତୁମ୍ଭ ମାନଙ୍କ ନିମନ୍ତେ ତାହା ସାଧିତ ହେବ। ହାଲେଲୁୟା। ମୋର ପ୍ରିୟ ମାନେ ସେଇ ଜୀବନ୍ତ ଈଶ୍ୱରଙ୍କର ପୁତ୍ର ଏହି ବାକ୍ୟ ଦେଇ ଆଜି ମଧ୍ୟ ଆମମାନଙ୍କୁ ସେ ଉତ୍ସାହିତ କରନ୍ତି, ତୁମେ ମୋ ଠାରେ ରୁହ, ଅର୍ଥାତ ମୋର ବାକ୍ୟ ତୁମ ମାନଙ୍କ ହୃଦୟରେ ରହୁ, ଆଉ ତୁମେ ଯାହା ମାଗିବ ତାହା ମୁଁ ତୁମକୁ ଦେବି। କାରଣ ମୋ ବିନା ତୁମେ ମାନେ କିଛି କରିପାର ନାହିଁ। ଆଜ୍ଞା ତାଙ୍କୁ ତ୍ୟାଗ କରି ତାଙ୍କୁ ପଛକୁ ପକାଇ ଦେଇ ସେଦିନ ସିମନ ପିତର ପୁଣି ଅନ୍ୟ ଶିଷ୍ୟମାନେ ସେମାନେ ଯାଇ ମତ୍ସ୍ୟ ଧରୁଥିଲେ। ରାତ୍ରି ସାରା ଅନେକ ପରିଶ୍ରମ କରୁଅଛନ୍ତି, କିନ୍ତୁ ଯୀଶୁଙ୍କୁ ସଙ୍ଗରେ ନ ନେଇ ତାଙ୍କର ବାକ୍ୟକୁ ଆଉ ସ୍ମରଣରେ ନ ରଖି ତାଙ୍କୁ ପଛଘୁଞ୍ଚା କରିଥିବା ସକାଶେ ସେଦିନ ସେମାନଙ୍କ ଜୀବନରେ ସଫଳତା ପାଇନଥିଲେ। କାରଣ ସେ ଆମମାନଙ୍କର ସଫଳତାର ଏକ ଚାବିକାଠି, ସଫଳତା ଦେବାର ଏକ ମାର୍ଗ ଅଟନ୍ତି। ତାଙ୍କ ବିନା ଆମମାନଙ୍କର ଜୀବନ ଆଉ ମୂଲ୍ୟହୀନ ଅଟେ। ମୋର ପ୍ରିୟ ମାନେ ତାଙ୍କ ବିନା ଆମେ କିଛି ହିଁ ଏଇ ଜଗତ ମଧ୍ୟରେ କରିପାରିବା ନାହିଁ। ସେ ଆମମାନଙ୍କୁ ବାକ୍ୟ ଦେଇ କହିଅଛନ୍ତି, ସେଇ ଯୋହନ 14 ପର୍ବର 6 ପଦରେ ସେ କୁହନ୍ତି, ଆଉ ମୁଁ ପଥ ସତ୍ୟ ଓ ଜୀବନ। ସେ ହଉଛନ୍ତି ପଥ ଏବଂ ସତ୍ୟ ଓ ଜୀବନ। ତାଙ୍କ ବିନା ଆମେ ଆଉ ପିତାଙ୍କ ନିକଟକୁ ଯାଇପାରିବା ନାହିଁ। ପିତାଙ୍କ ନିକଟକୁ ଯିବା ପାଇଁ ହେଲେ ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟରେ, ତାଙ୍କ ବାକ୍ୟକୁ ଆମମାନଙ୍କ ହୃଦୟରେ ଧରି ଆମେ ଚାଲିବା ଆବଶ୍ୟକତା ରହିଛି। ଯଦି ଯୀଶୁ ଆମମାନଙ୍କ ଠାରେ ଅଛନ୍ତି, ତାହେଲେ ଆମେ ସ୍ୱର୍ଗ ରାଜ୍ୟରେ ଆମେ ସ୍ଥାନ ପାଇବା। ଆଉ ସେ ହଉଛନ୍ତି ଆମମାନଙ୍କର ପଥ, ସେ ଆମମାନଙ୍କର ଦ୍ୱାର ଅଟନ୍ତି। ଆମମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନେଇଯିବା ପାଇଁ ହେଲେ ଗୋଟିଏ ମାତ୍ର ଦ୍ୱାର, ଯାହାକି ସେଇ ସଂକୀର୍ଣ୍ଣ ଦ୍ୱାର, ସେହି ଯୀଶୁ।
ଆଜ୍ଞା ଜଗତରେ ଅନେକ ପଥ ରହିଛି, ଅନେକ ଦ୍ୱାର ରହିଛି ଯାହାକି ନର୍କ ଯିବା ପାଇଁ। ବିଭିନ୍ନ ପ୍ରକାର ପଥ ଯାହାକି ଆମମାନେ ବାକ୍ୟରେ ଦେଖୁଅଛୁ। ଅନେକ ପ୍ରକାର ପଥ, ଯେଉଁ ପଥରେ ଗଲେ ଆମମାନେ ଝୁଣ୍ଟି ପଡି ପତିତ ହେବାର ସମ୍ଭାବନା ରହିଛି। ଜଗତରେ ଚାଲୁ ଚାଲୁ ଆମମାନେ ସେଇ ପ୍ରକାର ପଥରେ ଅନେକ ସମୟରେ ଅନୁବର୍ତ୍ତୀ ହୋଇଥାଉ। କିନ୍ତୁ ଆଜି ବାକ୍ୟ ଆମମାନଙ୍କୁ ଉତ୍ସାହିତ କରେ, ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ହେଲେ ଆମମାନେ ଗୋଟିଏ ପଥ, ଗୋଟିଏ ରାସ୍ତା, ଗୋଟିଏ ଦ୍ୱାର, ଯାହା ହେଉଛନ୍ତି ଆମମାନଙ୍କର ଯୀଶୁ ଖ୍ରୀଷ୍ଟ, ଆମମାନଙ୍କର ଉଦ୍ଧାରକର୍ତ୍ତା, ଆମମାନଙ୍କର ପରିତ୍ରାଣକର୍ତ୍ତା, ଆମ ମାନଙ୍କର ମାର୍ଗଦର୍ଶକ। ଆମେ ତାହାଙ୍କ ଠାରେ ନିର୍ଭର କରିବା, ତାଙ୍କ ଠାରେ ବିଶ୍ୱାସ କରିବା, ତାଙ୍କ ଠାରେ ଭରସା ରଖିବା, ତାଙ୍କ ଠାରେ ଆପଣା ଜୀବନକୁ ସମର୍ପଣ କରିବା। ଆଉ ସେଇ ପଥ ସତ୍ୟ ଏବଂ ଜୀବନର ଦ୍ୱାର ଯୀଶୁ ଖ୍ରୀଷ୍ଟଙ୍କ ବିନା ଆମମାନେ କିଛି ବିଷୟ ଜଗତ ମଧ୍ୟରେ କରିପାରିବା ନାହିଁ। ତେଣୁ ତାଙ୍କ ଠାରେ ଶରଣାପନ୍ନ ହେବା ଏବଂ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା। ଦ୍ୱିତୀୟରେ ଆମମାନଙ୍କର ପ୍ରାର୍ଥନାକୁ ପିତାଙ୍କ ନିକଟରେ କରିବା ସମୟରେ ଆଉ ତାହା ଯେପରି ଶୁଣାଯିବ, ଏଥିପାଇଁ ମଧ୍ୟ ଯୀଶୁ ଆମମାନଙ୍କ ଜୀବନରେ, ଯୀଶୁଙ୍କ ନାମ ଆମମାନଙ୍କ ଜୀବନରେ ରହିବା ନିହାତି ଆବଶ୍ୟକତା ରହିଛି। ସେଇ ଯୋହନ 14 ପର୍ବର 13 ପୁଣି 14 ପଦରେ ଲେଖାଯାଏ, ପୁଣି ପିତା ଯେପରି ପୁତ୍ରଙ୍କ ଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ ନାମରେ ଯାହା କିଛି ମାଗିବ ତାହା ମୁଁ କରିବି। ଯଦି ତୁମ୍ଭେମାନେ ମୋ ନାମରେ କୌଣସି ବିଷୟ ମତେ ମାଗିବ, ମୁଁ ତାହା କରିବି। ଆଜ୍ଞା ତାଙ୍କ ବିନା ଆମମାନେ ଫଳ ଶୂନ୍ୟ ଜୀବନ କାଟିବା, ଫଳବାନ ହେବାକୁ ହେଲେ, ଜୀବନତାରେ ସଫଳତା ପ୍ରାପ୍ତ ହେବାକୁ ହେଲେ, ଜୀବନତାରେ ଆଶୀର୍ବାଦ ପ୍ରାପ୍ତ ହେବାକୁ ହେଲେ ଆମମାନେ ତାଙ୍କ ଠାରେ ରହିବା, ତାଙ୍କ ନାମରେ, ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପିତା ଈଶ୍ୱର ଆମମାନଙ୍କ ଜୀବନର ସମସ୍ତ ପ୍ରାର୍ଥନା ଶୁଣିବେ ଏବଂ ଆମମାନଙ୍କୁ ଆଶୀର୍ବାଦ କରିବେ। ମଧ୍ୟ ତୃତୀୟରେ ଆମମାନେ ଦେଖୁଛୁ ପ୍ରେରିତ 4 ପର୍ବର 12 ପଦରେ, ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ। ଏକ ଖ୍ରୀଷ୍ଟୀୟ ଜୀବନରେ ପରିତ୍ରାଣ, ଉଦ୍ଧାର ନିହାତି ଆବଶ୍ୟକତା ରହିଛି, ଯାହାକି ଯୀଶୁ ଖ୍ରୀଷ୍ଟ ଜଗତ ମଧ୍ୟରେ ଆସି ଆମମାନଙ୍କୁ ଅନୁଗ୍ରହରେ ଆଉ ପରିତ୍ରାଣ ପ୍ରଦାନ କଲେ। ତାହା ପ୍ରାପ୍ତ ହେବାକୁ ହେଲେ ଆମମାନେ ତାଙ୍କ ଠାରେ ଆଉ ନିର୍ଭର କରିବା ଆବଶ୍ୟକ ରହିଛି, ତାଙ୍କ ଠାରେ ବିଶ୍ୱାସ କରିବା ଆବଶ୍ୟକ ରହିଛି, ତାଙ୍କ ଠାରେ ଆପଣା ଜୀବନକୁ ସମର୍ପଣ କରିବା ଆବଶ୍ୟକତା ରହିଛି। ତାହେଲେ ସେ ଆମମାନଙ୍କ ଜୀବନରେ ପରିତ୍ରାଣ, ଉଦ୍ଧାର, ଶାନ୍ତି, ଆନନ୍ଦକୁ ସେ ପ୍ରଦାନ କରିବେ। ହଁ ଆମମାନେ ପୂର୍ବରେ ଥିଲା ବେଳେ ଖ୍ରୀଷ୍ଟ ଯୀଶୁ ଜଗତ ମଧ୍ୟକୁ ଆସିଲେ ଏବଂ ଆମମାନଙ୍କୁ ସେ ପରିତ୍ରାଣ କଲେ, ଉଦ୍ଧାର କଲେ। ଏଫେସୀୟ ପୁସ୍ତକ 2 ପର୍ବର 13 ପଦରେ ଆମମାନେ ଦେଖୁଅଛୁ, ପୂର୍ବରେ ଆମମାନେ ଦୂରରେ ଥିଲୁ, କିନ୍ତୁ ଖ୍ରୀଷ୍ଟ ଯୀଶୁ ତାଙ୍କ ରକ୍ତ ଦ୍ୱାରା ଆମମାନଙ୍କୁ ଆଉ ସେ ଆନନ୍ଦ ପ୍ରଦାନ କରିଅଛନ୍ତି। ଖ୍ରୀଷ୍ଟ ଆଉ ଈଶ୍ୱରଙ୍କ ସହିତ ଆଉ ନିକଟସ୍ଥ ହେବାର ସଂଯୋଗର ସ୍ଥାନ ସାଜିଲେ। ତେଣୁ ଆମମାନେ ତାହାଙ୍କ ଠାରେ ଆପଣା ଜୀବନକୁ ସମର୍ପଣ କରିବା ଆବଶ୍ୟକତା ରହିଛି। ତାହେଲେ ଆମମାନେ ପ୍ରଚୁରତାର ଆଶୀର୍ବାଦକୁ ପ୍ରାପ୍ତ ହେବା ଏବଂ ସେଇ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା। ବାଇବଲରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଆଉ ପରମେଶ୍ୱରଙ୍କୁ ସଙ୍ଗରେ ଧରି ଚାଲିଲେ, ଆଉ ଈଶ୍ୱରଙ୍କ ସହିତରେ ରହିଲେ, ତାହାଙ୍କ ଠାରେ ରହିବା ଦ୍ୱାରା ଜୀବନରେ ବର୍ଦ୍ଧିଷ୍ଣୁ ହେଲେ, ଜୀବନରେ ଫଳବାନ ହେଲେ, ଜୀବନରେ ଆଶୀର୍ବାଦିତ ହେଲେ। ନମ୍ବର 1 ଅବ୍ରାହମ, ତତ୍ ସହିତ ଇସାହାକ ମଧ୍ୟ ଆଉ ପରମେଶ୍ୱରଙ୍କ ସହିତ ସେ ସହଭାଗିତା ମଧ୍ୟରେ ରହିଲେ, ଯାହାକି ଆଦି ପୁସ୍ତକ 26 ପର୍ବ ତାର 12 ପୁଣି 16 ପଦ ଯାଇ ଯଦି ଆମମାନେ ଦେଖିବା, ସେଇ ସ୍ଥାନରେ ଆମମାନେ ଦେଖୁଅଛୁ ସେହି ଇସାହାକ ସଦାପ୍ରଭୁ ପରମେଶ୍ୱରଙ୍କ ସହିତରେ ରହିବା ସକାଶେ ଜୀବନରେ ଫଳବାନ ହେଲେ, ଆଶୀର୍ବାଦିତ ହେଲେ, ବ୍ଲେସେଡ, ଆଉ ତାଙ୍କ ଜୀବନରେ ଅନୁଗ୍ରହ ପ୍ରାପ୍ତ ହେଲେ। ସେହି ସ୍ଥାନ ଗୋରାର ପଲେଷ୍ଟିୟ ଲୋକମାନେ ତାଙ୍କ ନିକଟକୁ ଆସିଲେ, ପୁଣି କହୁଅଛନ୍ତି ପରମେଶ୍ୱର ତୁମର ସହାୟ, ଏହା ଆମମାନେ ଦେଖୁଅଛୁ। ଆଜି ଆମମାନଙ୍କ ଚତୁଃପାର୍ଶ୍ୱରେ ଅନେକ ପ୍ରକାର ପରିସ୍ଥିତି ଘଟିଲା ବେଳେ ଆମମାନେ
ତାହାଙ୍କ ଠାରେ ଆପଣା ଜୀବନକୁ ସମର୍ପଣ କରିବା। ତାଙ୍କର ବାକ୍ୟକୁ ପ୍ରଚୁର ଅଧିକରୁ ଅଧିକ ମାତ୍ରାରେ ଆମମାନଙ୍କ ଜୀବନରେ ଆମମାନେ ସଞ୍ଚୟ କରି ରଖିବା। ତ ଦ୍ୱାରା ଆମମାନେ ବର୍ଦ୍ଧିଷ୍ଣୁ ହେବା। ଆମମାନଙ୍କର ପାରିବାରିକ ଜୀବନରେ, ଆମମାନଙ୍କର ମାଣ୍ଡଳିକ ଜୀବନରେ, ସେବାମୟ ଜୀବନରେ ଆଉ ବ୍ୟକ୍ତିଗତ ଜୀବନରେ ପ୍ରଭୁ ଆମମାନଙ୍କୁ ବର୍ଦ୍ଧିଷ୍ଣୁ କରିବେ। ଆମମାନଙ୍କ ଜୀବନରେ ତାଙ୍କ ଅନୁଗ୍ରହ ବର୍ତ୍ତିବ ଏବଂ ତାହା ଆମମାନଙ୍କର ଚତୁଃପାର୍ଶ୍ୱରେ ଥିବା ସମସ୍ତେ ଦେଖିବେ ଏବଂ ପ୍ରଭୁଙ୍କ ନିକଟବର୍ତ୍ତୀ ହେବେ। ତେଣୁ ସର୍ବପ୍ରଥମେ ଆମମାନଙ୍କ ଜୀବନରେ ଈଶ୍ୱରଙ୍କ ବାକ୍ୟକୁ ଆମମାନେ ସଞ୍ଚିତ କରି ରଖିବା ଆବଶ୍ୟକ। ତାହା ଏକ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ଅଟେ। ସେଦିନ ଆଉ ସେଇ ସିମୋନ ପିତର ଶିଷ୍ୟମାନେ ତାଙ୍କ ବାକ୍ୟ ଅନୁସାରେ କାର୍ଯ୍ୟ କଲେ, ଜୀବନରେ ସଫଳତା ପାଇଲେ। ସେଦିନ ଅବ୍ରାହମ, ଇସାକ, ଯୋସେଫ ମଧ୍ୟ ଆଉ ପରମେଶ୍ୱରଙ୍କର ବାକ୍ୟ ଅନୁସାରେ, ଆଦେଶ ଅନୁସାରେ ଆଉ ନିର୍ଦ୍ଦେଶ ଅନୁସାରେ ଜୀବନ ଯାପନ କଲେ। ସେମାନେ ମଧ୍ୟ ଆଶୀର୍ବାଦିତ ହେଲେ, ଅନୁଗ୍ରହ ପ୍ରାପ୍ତ ହେଲେ। ଆମମାନଙ୍କ ଜୀବନରେ ମଧ୍ୟ ତାହା ପ୍ରାପ୍ତ ହେବାକୁ ହେଲେ ଆମମାନେ ଈଶ୍ୱରଙ୍କୁ ସଙ୍ଗରେ ଧରି ଚାଲିବା ଆବଶ୍ୟକ। ଏମାନେ ତ ଫଳବାନ ହେଲେ, ଲାଭବାନ ହେଲେ, ଜୀବନରେ ଆଶୀର୍ବାଦିତ ହେଲେ। କିନ୍ତୁ ଆଉ 2 ଜଣ ବ୍ୟକ୍ତିଙ୍କ ବିଷୟରେ ଆମମାନେ ଦେଖିବା, ଯାହାକି ଆଦି ପୁସ୍ତକରେ ଅତି ଜଣାଶୁଣା, ଅତି ପରିଚିତ ବ୍ୟକ୍ତି ମାନେ ଅଛନ୍ତି, ଯିଏକି ହବା ପୁଣି ଆଦମ। ତାଙ୍କ ଜୀବନରେ ଯେତେବେଳେ ଈଶ୍ୱରଙ୍କ ସହଭାଗିତାରେ ଥିଲେ, ଜୀବନରେ ଅନେକ ଆନନ୍ଦ ଭୋଗିଲେ ଆଉ ସେ ଏଦନ ଉଦ୍ୟାନ ମଧ୍ୟରେ ରହି ସ୍ୱର୍ଗୀୟ ସୁଖକୁ ଅନୁଭବ କରୁଥିଲେ ମୋର ପ୍ରିୟ ମାନେ। କିନ୍ତୁ ଯେତେବେଳେ ଆଉ ନୟନର ଲୋଭଜନକ ମଣି ସେଇ ଫଳଟିକୁ ସେମାନେ ଖାଇଲେ, ଈଶ୍ୱରଙ୍କ ଆଜ୍ଞାର ଅବାଧ୍ୟ ହେଲେ, ଅମାନ୍ୟ କଲେ, ଈଶ୍ୱରଙ୍କ ଠାରୁ ଦୂରକୁ ଗଲେ, ସେମାନଙ୍କ ନିମନ୍ତେ 3 ପଦରେ 16 ଠାରୁ ଯଦି ଆମମାନେ 23 ପଦ ପର୍ଯ୍ୟନ୍ତ ଦେଖିବା, ସେମାନଙ୍କ ପାଇଁ କେବଳ ନୁହେଁ, ଜଗତ ପାଇଁ ପାପ ପ୍ରବେଶ କଲା। ଆମମାନଙ୍କ ପାଇଁ କ୍ଲେଶ ଆସିଲା, ବ୍ୟଥା ପ୍ରବେଶ କଲା। ସେମାନେ ଏଦନ ଉଦ୍ୟାନରୁ ତଡା ଖାଇଲେ, ଅନେକ ପ୍ରକାର ଆଉ ଅଭିଶାପ ଆମମାନେ ପ୍ରାପ୍ତ ହେଲେ। ତେଣୁ ଅଭିଶାପରୁ ମୁକ୍ତ ହେବା ପାଇଁ ଆମମାନେ ବାକ୍ୟକୁ ରଖିବା, ଆମମାନେ ଈଶ୍ୱରଙ୍କ ସହିତରେ ରହିବା, କ୍ଲେଶ, ରୋଗ, ସଂକଟରୁ ଉଦ୍ଧାର ପ୍ରାପ୍ତ ହେବା ପାଇଁ ଆମମାନେ ଈଶ୍ୱରଙ୍କୁ ସଙ୍ଗରେ ରଖିବା। ତାହେଲେ ଆମମାନଙ୍କ ଜୀବନରେ ଆମମାନେ ଆଶୀର୍ବାଦିତ ହେବା ବା ଫଳବାନ ହେବା। କିନ୍ତୁ ଏମାନେ ଈଶ୍ୱରଙ୍କ ଠାରୁ ଦୂରକୁ ଗଲେ ଆଉ ସେମାନେ ଫଳ ଶୂନ୍ୟ ଜୀବନ କାଟିଲେ। ଆମମାନେ ସେଇ ଲୁକ 15 ପର୍ବରେ ଦେଖୁଛୁ, ଯାହାକି ଅପବୟ ପୁତ୍ର, ସେ ମଧ୍ୟ ପିତାଙ୍କ ଠାରୁ ଦୂରକୁ ଚାଲିଗଲେ। ତାର ଆତ୍ମିକ ଅର୍ଥକୁ ଯଦି ଆମମାନେ ଦେଖୁ, ସେ ମଧ୍ୟ ଈଶ୍ୱରଙ୍କ ଠାରୁ ଦୂରବର୍ତ୍ତୀ ହେବାର ବିଷୟ। ଆଉ ତାଙ୍କ ନିମନ୍ତେ ଅନେକ ପ୍ରକାର କ୍ଲେଶ ଆସିଲା, ଦୁଃଖ ଆସିଲା, ବିଭିନ୍ନ ପ୍ରକାର ପ୍ରତିକୂଳତାର ସମୟକୁ ଅନୁଭବ କଲେ ଆଉ ସେ ଫେରି ପିତାଙ୍କ ନିକଟକୁ ଗଲେ। ଲେଖାଯାଏ 17 ପଦରେ ସେ ଚେତନା ପାଇଲେ ଏବଂ ପିତାଙ୍କ ନିକଟକୁ ଗଲେ। ଆଜି ଆମମାନଙ୍କ ପାଇଁ ଅନେକ ପ୍ରକାର ଚେତନାର ବାଣୀ ଆଉ ବିଭିନ୍ନ ପ୍ରକାର ବିଭିନ୍ନ ଆଉ ପ୍ରଭୁଙ୍କ ଦାସ ମାନେ ଆମମାନଙ୍କୁ ଉତ୍ସାହଜନକ ବାକ୍ୟ, ସମୀକ୍ଷା ପୂର୍ଣ୍ଣ ବାକ୍ୟ ଇତ୍ୟାଦି ପ୍ରକାର ଆଶୀର୍ବାଦ ଜନକ ବାକ୍ୟ ଦେଇ ଆମମାନଙ୍କୁ ସେଇ ପ୍ରଭୁଙ୍କ ପଥକୁ ଫେରି ଯିବା ପାଇଁ ଉତ୍ସାହିତ କରୁଅଛନ୍ତି। ଆଜି ଚେତନା ଗ୍ରହଣ କରି ତାଙ୍କ ନିକଟକୁ ଫେରିଲେ ଆମମାନେ ସେଇ ମହାଭୋଜର ଅଂଶୀ ହେବା। ସେଦିନ ସେଇ ଅପବୟୀ ପୁତ୍ର ପିତାଙ୍କ ନିକଟକୁ ଗଲେ ଆଉ ପିତା ଦୂରରୁ ତାଙ୍କୁ ଦେଖି ଆଉ ସେଦିନ ତାଙ୍କ ନିକଟକୁ ଗଲେ ଆଉ ମହାଭୋଜ ସେଦିନ ସେଇ ସ୍ଥାନରେ ଆୟୋଜନ ହେଲା। ଆଉ ହସ୍ତରେ ମୁଦ୍ରିକା, ପାଦରେ ପାଦୁକା, ନୂତନ ବସ୍ତ୍ରକୁ ଆଉ ପରିଧାନ କଲେ ଏବଂ ଆନନ୍ଦର ସହଭାଗୀ ହେଲେ। ତେଣୁ ଆମମାନଙ୍କ ଜୀବନରେ ଆମମାନେ ଯେତେବେଳେ ଚେତନା ପାଉଛୁ, ଆମମାନେ ଈଶ୍ୱରଙ୍କ ନିକଟକୁ ଫେରିବା ଏବଂ ତାହାଙ୍କର ବାକ୍ୟକୁ ଗ୍ରହଣ କରିବା ଏବଂ ତାକୁ ପାଳନ କରିବା। ତ ଦ୍ୱାରା ଜୀବନରେ ଆମମାନେ ଆଶୀର୍ବାଦିତ ହେବା ଏବଂ ସେଦିନର ସେଇ ମହାଭୋଜରେ ଅଂଶୀ ହେବା ଆଉ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଏ ଅଳ୍ପ ପରାମର୍ଶ ମୂଳକ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ।
धन्यवाद दिए भौणी को जे सुंदर वाक्य दिए मन को उत्साहित देइछंती भक्ति महाप्रभु को आशीर्वाद युक्त करंतु एई समय आमे शेष पर्याय पहुंचीछु प्रभु आमान को अनुग्रह कले आज सुंदर समस्त सम्मुख रे आमान को उत्साहित भाव रे प्रियदासींकर मुखर वाक्य आम प्रभु देइछंती प्रभु प्रियदासी को आशीर्वाद युक्त करंतु पोस्ट मास्टर को धन्यवाद दिए तांकर अकांत परिश्रम द्वारा ये समस्त विषय हो पारी प्रियदास को प्रभु आशीर्वाद युक्त करंतु सी यदि आमको मन पकई न था डाकी न था आम को सुंदर सहभागिता जोग सुजोग देना सुंदर सुंदर समय पाई न था प्रभु प्रियदास को प्रभु आशीर्वाद युक्त करंतु आसतु आम प्रिय भक्ति होस्ट मास्टर गोटे करताली दबा आ प्रभु को धन्यवाद दबा जे प्रभु आम को यही प्रकार भाव में प्लाटफर्म देइछंती प्रभु प्रिय होस्ट मास्टर को आ प्रिय दासी प्रभु आशीर्वाद युक्त करंतु ता संगे संगे आमर पल आ सुंदर भाव आगे आनी प्रिय दासी प्रभु आशीर्वाद युक्त करंतु आम समय प्रार्थना मध्य को जीवा